हेलो स्टूडेंट्स। तो आज आम +3 थर्ड सेमिस्टर पॉलिटिकल साइंस ऑनर्स मेजर पेपर 7 यूनिट 3 व्यक्तिवाद एवं समष्टिवाद बा सामूहिकतावाद। এই চ্যাপ্ଟরে আজ আমি মোস্ট ইম্পর্টান্ট শর্ট কোশ্চেন 2 ମାର୍କିଆ ଏବଂ 5 ମାର୍କିଆ କୋଶ୍ଚେନ୍ ଆନ୍ସର ଡିସ୍କସ୍ କରିବା। ମୁଁ ଅଲରେଡ଼ି ମେଜର ପେପର 5 ଏବଂ 6ର କ୍ଲାସ୍ ଗୁଡ଼ିକ କରିଦେଇଛି। ତାର ପ୍ଲେଲିଷ୍ଟ ମୋର ଡିସ୍କ୍ରିପ୍ସନରେ ଲିଙ୍କ ଅଛି। ତ ଏବେ ଆସନ୍ତୁ କୋଶ୍ଚେନ୍ଟି ଡିସ୍କସ୍ କରିବା ୟୁନିଟ୍ 3ର। ପ୍ରଥମ କୋଶ୍ଚେନ୍ କ'ଣ ଆସୁଛି? ଲଙ୍କ ମତରେ ମନୁଷ୍ୟମାନେ ସ୍ୱଭାବତଃ ଡେସ୍ ଅଟନ୍ତି ନା ଉତ୍ତମ ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ, ଲକ୍ ତାଙ୍କର ଡେସ୍ ପୁସ୍ତକରେ ପାରିବାରିକ ଜୀବନକୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରିଛନ୍ତି ନା ସେକେଣ୍ଡ ଟ୍ରିଷ୍ଟ ଅନ୍ ଗଭର୍ଣ୍ଣମେଣ୍ଟ ପୁସ୍ତକରେ। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ପ୍ରକୃତ ରାଜ୍ୟ ଡେସ୍ ଅବସ୍ଥାରେ ସୂଚନା ଦେଉଥିଲା ନା ପ୍ରାକ୍ ରାଜନୈତିକ ଅବସ୍ଥାର। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ମତରେ ଡେସ୍ରେ ଥିବା ତ୍ରୁଟି ବିଚ୍ୟୁତି ମନୁଷ୍ୟକୁ ସାମାଜିକ ଚୁକ୍ତିବଦ୍ଧ ହେବା ପାଇଁ ବାଧ୍ୟ କରିଥିଲା ନା ପ୍ରାକୃତିକ ଆଇନ। ପରବର୍ତ୍ତୀ ପ୍ରଶ୍ନ, ଲଙ୍କର ସାମାଜିକ ଚୁକ୍ତି ଡେସ୍ ଅଟେ ନା ସ୍ୱାଧୀନତାର ସନନ୍ଦ ଅଟେ। ଜନସାଧାରଣଙ୍କ ପାଖରେ ଥିବା ସାର୍ବଭୌମତ୍ୱକୁ ଲକ୍ ଡେସ୍ ବୋଲି ବର୍ଣ୍ଣନା କରିଛନ୍ତି ନା ସୁପ୍ତ ସାର୍ବଭୌମତ୍ୱ ବୋଲି ଏକ୍ସପ୍ଲେନ୍ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ମତରେ ଡେସ୍ ସାର୍ବଭୌମତ୍ୱ କ୍ଷମତାର ବାସ୍ତବ ଉତ୍ସ ଅଟେ ନା ଜନସାଧାରଣ ବା ପିପୁଲ। ସେ ହେଉଛନ୍ତି ସଭରେଣ୍ଟିର ପାୱାର ଅଫ୍ ସଭରେଣ୍ଟି। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ସୀମିତ ସାର୍ବଭୌମତ୍ୱ ବ୍ୟବସ୍ଥାର ଲୋକମାନେ ପ୍ରତ୍ୟକ୍ଷ ଭାବରେ ସାର୍ବଭୌମତ୍ୱକୁ ପ୍ରୟୋଗ କରୁନଥିବାରୁ ତାହାକୁ ଡେସ୍ ବୋଲି କୁହାଯାଏ ନା ନିଷ୍କ୍ରିୟ ସାର୍ବଭୌମତ୍ୱ ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଲକ୍ ବାସ୍ତବ ସାର୍ବଭୌମତ୍ୱକୁ ଡେସ୍ଙ୍କ ଠାରେ ନ୍ୟସ୍ତ କରିଛନ୍ତି ନା ଜନସାଧାରଣଙ୍କ ଠାରେ ନ୍ୟସ୍ତ କରିଛନ୍ତି। ଓକେ, ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଆସିବା କ୍ୱେଶ୍ଚନ୍ ନମ୍ବର 10କୁ ଆସିବା। ଲକ୍ ବ୍ୟକ୍ତିଗତ ସାର୍ବଭୌମତ୍ୱକୁ ଡେସ୍ ଉପରେ ନ୍ୟସ୍ତ କରିଛନ୍ତି ରାଜା ବା ମନ୍ତ୍ରିମଣ୍ଡଳ ଉପରେ। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ମତରେ ଦୁଇ ପ୍ରକାର ଚୁକ୍ତି ହେଲା ସାମାଜିକ ଚୁକ୍ତି ଡେସ୍ ଚୁକ୍ତି ଓ ଡେସ୍ ନା ରାଜନୈତିକ ଚୁକ୍ତି। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ରାଷ୍ଟ୍ର ଡେସ୍ ଉପରେ ଆଧାରିତ ନା ଜନମତ ଉପରେ ଆଧାରିତ। ପରବର୍ତ୍ତୀ ପ୍ରଶ୍ନ, ଲକ୍ ରାଷ୍ଟ୍ର ଡେସ୍ର ପ୍ରତୀକ ଅଟେ ନା ଆଇନର ଶାସନ ଅଟେ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା, ଲଙ୍କ ମତରେ ଯଦି ଆଇନ ପ୍ରଣୟନର ଅଧିକାର ଜଣେ ବ୍ୟକ୍ତିଙ୍କୁ ଦିଆଯିବ ତେବେ ଡେସ୍ ହେବ ନା ରାଜତନ୍ତ୍ର ହେବ। ପରବର୍ତ୍ତୀ ପ୍ରଶ୍ନ, ଲକ୍ ସରକାରଙ୍କର 3 ଗୋଟି ଅଙ୍ଗ ମଧ୍ୟରୁ ଡେସ୍କୁ ସର୍ବୋଚ୍ଚ ବୋଲି ଅଙ୍ଗ ମାନିଛନ୍ତି ନା ବ୍ୟବସ୍ଥାପିକାକୁ 3ଟି ଅଙ୍ଗ ମଧ୍ୟରୁ ସର୍ବୋଚ୍ଚ ବୋଲି ସେ ମାନିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଆଇନ ଦ୍ୱାରା ବ୍ୟବସ୍ଥାପିକାର ଅଧିକାର କ୍ଷେତ୍ର ସୀମିତ ଅଟେ ନା ପ୍ରାକୃତିକ ଆଇନ ଦ୍ୱାରା ବ୍ୟବସ୍ଥାପିକାର ଅଧିକାରଟି ସୀମିତ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ମତରେ ଡେସ୍ ସମାଜ ଜନତାଙ୍କ ସହମତି ଉପରେ ଆଧାରିତ ଅଟେ ନା ନାଗରିକ ସମାଜ ଜନତାଙ୍କ ସହମତି ଉପରେ ଆଧାରିତ ଅଟେ। ପରବର୍ତ୍ତୀ କ୍ୱେଶ୍ଚନ୍ 18କୁ ଆସିବା। ଲକ୍ ଦର୍ଶାଇଛନ୍ତି ଯେ ପ୍ରକୃତି ରାଷ୍ଟ୍ରର କେତେକ ଅସୁବିଧାକୁ ଦୂର କରିବା ପାଇଁ ଡେସ୍ ସୃଷ୍ଟି କରାଯାଇଛି ନା ସଭ୍ୟ ସମାଜ ସୃଷ୍ଟି କରାଯାଇଛି। ପରବର୍ତ୍ତୀ ପ୍ରଶ୍ନ, ଲକ୍ ଡେସ୍କୁ ସର୍ବଶ୍ରେଷ୍ଠ ଶାସନ ବୋଲି ବ୍ୟବସ୍ଥା ରୂପେ ଗ୍ରହଣ କରିଛନ୍ତି ନା ଗଣତନ୍ତ୍ରକୁ ସର୍ବଶ୍ରେଷ୍ଠ ଶାସନ ବୋଲି ସେ ଗ୍ରହଣ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଲକ୍ ରାଷ୍ଟ୍ର ସମ୍ପୂର୍ଣ୍ଣ ଭାବରେ ଡେସ୍ କାର୍ଯ୍ୟାବଳୀ ପ୍ରଦାନ କରିଛନ୍ତି ନା ନାସ୍ତି ସୂଚକ କାର୍ଯ୍ୟାବଳୀ ବୋଲି ସେ ବର୍ଣ୍ଣନା କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ରାଷ୍ଟ୍ରର ମୁଖ୍ୟ ଭୂମିକା ହେଉଛି ଡେସ୍ ସର୍ବାଧିକ ବ୍ୟକ୍ତିର ସର୍ବାଧିକ ଦୁଃଖ ଦୂର କରିବା। ପରବର୍ତ୍ତୀ ପ୍ରଶ୍ନ, ଲକ୍ ଡେସ୍ ବିପ୍ଳବର ସମୀକ୍ଷା ଥିଲେ ନା ଗୌରବମୟ ବିପ୍ଳବର ମୂକ ସମୀକ୍ଷା ସେ ଥିଲେ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା କ୍ୱେଶ୍ଚନ ନମ୍ବର 23କୁ ଆସିବା। ଡେସ୍ ହେଉଛି ଗଣତାନ୍ତ୍ରିକ ସରକାରଙ୍କର ପ୍ରଥମ ପାହାଚ ନା ଉତ୍ତରଦାୟିତ୍ୱ। ପରବର୍ତ୍ତୀ ପ୍ରଶ୍ନ, ରାଷ୍ଟ୍ର ଓ ଶାସନ ଅଧିକାର ଡେସ୍ ରୂପେ ମିଳିଛି
ନା ଟ୍ରଷ୍ଟ ରୂପେ ମିଳିଛି। ନେକ୍ସଟ କ୍ୱେଶ୍ଚନ୍ ଯିବା କ୍ୱେଶ୍ଚନ୍ ନମ୍ବର 25କୁ ଆସିବା। ରାଷ୍ଟ୍ର ଯଦି ନିଜର ଟ୍ରଷ୍ଟ ବିରୋଧରେ କାର୍ଯ୍ୟ କରେ ତେବେ ଶାସନ କ୍ଷମତାକୁ ବିରୋଧ କରି ନାଗରିକମାନେ ମଧ୍ୟ ଡ୍ୟାସ୍ କରିପାରିବେ ନା ବିଦ୍ରୋହ କରିପାରିବେ। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ଦର୍ଶନ ଡ୍ୟାସ୍ ଦର୍ଶନ ଅଟେ ନା ଅଧିକାର ସୁରକ୍ଷା। ପରବର୍ତ୍ତୀ ପ୍ରଶ୍ନ, ଲକ୍ ଡେ ସରକାରଙ୍କ ସପକ୍ଷରେ ଥିଲେ ନା ସାମ୍ବିଧାନିକ ସରକାରର ସପକ୍ଷରେ ଥିଲେ। ନେକ୍ସଟ ଆସିବା ଗୋଟିଏ ପଦରେ ଉତ୍ତର ଦିଅ। ଆକର୍ଡିଂ ୟୋର କ୍ୱେଶ୍ଚନ୍ ସିଲାବସ୍ ଅନୁସାରେ କିଛି ଆସିବ ସର୍ଟ ଡ୍ୟାସ୍ ପୂରଣ, ଆଉ କିଛି ଆସିବ ଏକ ପଦରେ ଉତ୍ତର ଦିଅ। ତ ପ୍ରଥମ କ୍ୱେଶ୍ଚନ୍ କ'ଣ ଆସୁଛି, କେଉଁ ଦାର୍ଶନିକଙ୍କ ଚିନ୍ତାଧାରାରୁ ଫରାସୀ ରାଷ୍ଟ୍ର ବିପ୍ଳବ ଜନ୍ମ ନେଇଥିଲା ନା ରୁଷୋଙ୍କ ଚିନ୍ତାଧାରାରୁ। ନେକ୍ସଟ ଯିବା କ୍ୱେଶ୍ଚନ୍ ନମ୍ବର 2କୁ ଆସିବା। ରୁଷୋଙ୍କ ମତରେ କେଉଁଠାରେ ହିଁ ବ୍ୟକ୍ତିର ବ୍ୟକ୍ତିତ୍ୱ ସର୍ବାଧିକ ବିକାଶ ସାଧିତ ହୁଏ ନା ରାଷ୍ଟ୍ରଠାରେ। ପରବର୍ତ୍ତୀ ପ୍ରଶ୍ନ, ରୁଷୋଙ୍କ ମତରେ ସରକାର ଏକ ଜନସମୂହ ଯାହା କେଉଁ ଇଚ୍ଛାକୁ ପ୍ରତିନିଧିତ୍ୱ କରିଥାଏ ନା ସାର୍ବଭୌମତ୍ୱ ଇଚ୍ଛାକୁ ସେ ପ୍ରତିନିଧିତ୍ୱ କରିଥାଏ। ପରବର୍ତ୍ତୀ ପ୍ରଶ୍ନ, ରୁଷୋ ସାର୍ବଭୌମତ୍ୱ କ୍ଷମତାକୁ କୌଣସି ବ୍ୟକ୍ତି ବା ଗୋଷ୍ଠୀ ହାତରେ ନ୍ୟସ୍ତ ନ କରି କାହା ନିକଟରେ ନ୍ୟସ୍ତ କରିଛନ୍ତି ନା ସମୁଦାୟ ଉପରେ ନ୍ୟସ୍ତ କରିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, କିଏ ଆଧୁନିକ ଯୁଗର ମୂଳଦୁଆ ସ୍ଥାପନ କରିଛନ୍ତି ନା ରୁଷୋ। ପରବର୍ତ୍ତୀ କ୍ୱେଶ୍ଚନ୍ ଯିବା କ୍ୱେଶ୍ଚନ୍ ନମ୍ବର 6କୁ ଆସିବା। କେଉଁ ଇଚ୍ଛା ସ୍ଥାୟୀ ଓ ବିବେକାନୁମୋଦିତ ଅଟେ ନା ବାସ୍ତବ। ପରବର୍ତ୍ତୀ ପ୍ରଶ୍ନ, ରୁଷୋଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସାର୍ବଜନୀନ କଲ୍ୟାଣ ସାଧନ ପାଇଁ ଉଦ୍ଦିଷ୍ଟ ଇଚ୍ଛାକୁ କ'ଣ କୁହାଯାଏ ନା ସାଧାରଣ ଇଚ୍ଛା ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ରୁଷୋ ମନୁଷ୍ୟମାନଙ୍କ ଠାରେ କ'ଣ ଲକ୍ଷ୍ୟ କରିଛନ୍ତି ନା ଦେବତ୍ୱ। ପରବର୍ତ୍ତୀ ପ୍ରଶ୍ନକୁ ଯିବା 9କୁ। କେଉଁ ଦାର୍ଶନିକଙ୍କୁ ବିପ୍ଳବର ଦାର୍ଶନିକ ବୋଲି କହିଛନ୍ତି ନା ଲକ୍। ପରବର୍ତ୍ତୀ ପ୍ରଶ୍ନ, କେଉଁ ଦାର୍ଶନିକଙ୍କ ମତରେ ଲକ୍ ଏକ ଦୁଇ ନଳିଆ ବନ୍ଧୁକ ଧାରଣ କରି ଗୋଟିଏ ହମ୍ପସକ ଏବଂ ଅନ୍ୟଟି ଫିଲ୍ମଙ୍କ ଆଡ଼କୁ ମୁହାଁଇଛନ୍ତି। ଏଇଟା ହେଉଛି ଭେନ୍ଙ୍କ ମତରେ। ପରବର୍ତ୍ତୀ ପ୍ରଶ୍ନ, କିଏ କହିଛନ୍ତି ହମ୍ସଙ୍କ ପରି ଲଙ୍କର କୌଣସି ଚିନ୍ତାଧାରା ବଳିଷ୍ଠ ବା ଶୃଙ୍ଖଳିତ ନୁହେଁ ନା ୱେବେର କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ପ୍ରକୃତି ରାଜ୍ୟ କେଉଁ ଅବସ୍ଥାର ସୂଚନା ଦେଉଥିଲା ନା ପ୍ରାକ୍ ରାଜନୈତିକ ଅବସ୍ଥାର ସୂଚନା ଦେଉଥିଲା। ପରବର୍ତ୍ତୀ ପ୍ରଶ୍ନ, କାହାକୁ ସଂସଦୀୟ ଗଣତନ୍ତ୍ରର ପ୍ରତିଷ୍ଠା ବୋଲି କୁହାଯାଏ ନା ଲଙ୍କକୁ। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ଦର୍ଶନ କାହାର ସୁରକ୍ଷାର ଦର୍ଶନ ଅଟେ ନା ଅଧିକାର ଦର୍ଶନର ସୁରକ୍ଷା ଅଟେ। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ସମସ୍ତ ଦର୍ଶନର କେନ୍ଦ୍ରବିନ୍ଦୁ କିଏ ଅଟେ ନା ବ୍ୟକ୍ତି ଅଟେ। ପରବର୍ତ୍ତୀ କ୍ୱେଶ୍ଚନକୁ ଆସିବା। ଲଙ୍କ ବ୍ୟକ୍ତିବାଦ କେଉଁ ବ୍ୟକ୍ତିବାଦ ଅଟେ ନା ଅର୍ଦ୍ଧ ବ୍ୟକ୍ତିବାଦ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ମତରେ କେଉଁ ଆଇନ ଦ୍ୱାରା ବ୍ୟବସ୍ଥାପିକାର ଅଧିକାର କ୍ଷେତ୍ରରେ ସୀମିତ ଅଟେ ନା ବ୍ୟବସ୍ଥାପିକା କ୍ଷମତା ଦ୍ୱାରା। ପରବର୍ତ୍ତୀ ପ୍ରଶ୍ନ, ଲଙ୍କ ରାଷ୍ଟ୍ର କାହାର ପ୍ରତୀକ ଅଟେ ନା ଆଇନର ଶାସନ ଅଟେ। ପରବର୍ତ୍ତୀ ପ୍ରଶ୍ନ, ରାଷ୍ଟ୍ର କେଉଁ ଆଇନ ବ୍ୟବସ୍ଥା ଦ୍ୱାରା ବ୍ୟକ୍ତିର ଅଧିକାର ସୁରକ୍ଷିତ କରିଥାଏ ନା ପ୍ରାକୃତିକ ଆଇନ ବ୍ୟବସ୍ଥା ଦ୍ୱାରା। ଏବେ ଆସ ଆପଣଙ୍କର ନ୍ୟୁମେରିକାଲ କ୍ୱେଶ୍ଚନ୍ ଉଭୟ ଇଂଲିଶ ଏବଂ ଓଡ଼ିଆ ଲାଙ୍ଗୁଏଜର। ତ ଭଲ ଭାବରେ ଦେଖି ନିଅନ୍ତୁ। ମୁଁ ନେକ୍ସଟ ଭିଡ଼ିଓରେ ନ୍ୟୁମେରିକାଲ ଏବଂ 5 ମାର୍କିଆ କ୍ୱେଶ୍ଚନ୍ ଗୁଡ଼ିକ ଆନାଲିସିସ୍ କରିବି। ମୁଁ ଧୀରେ ଧୀରେ ସ୍କ୍ରୋଲ୍ କରି ଯାଉଛି, ଆପଣମାନେ ଭିଡ଼ିଓଟିକୁ ଷ୍ଟପ୍ କରିକି ପଢ଼ି ନିଅନ୍ତୁ କିମ୍ବା ସ୍କ୍ରିନଶଟ୍ଟି ନେଇ ନିଅନ୍ତୁ। ମୁଁ ନେକ୍ସଟ ଗୁଡ଼ିକ ଏକ୍ସପ୍ଲେନ୍ କରିବି। ବେଟର ହେବ ମୋ ଡିସ୍କ୍ରିପ୍ସନରେ ମୋର ଟେଲିଗ୍ରାମ ଗ୍ରୁପର ଲିଙ୍କ ଅଛି, କ୍ଲିକ୍ କରି ଗ୍ରୁପରେ ଆଡ଼୍ ହେଇଯାଆନ୍ତୁ, ଯାହାଫଳରେ ଆପଣମାନେ କ୍ଲାସଟିର PDF ପାଇପାରିବେ। ତା ସହିତ ମେଜର ପେପର 5, 6 ମଧ୍ୟ ଆପଣମାନେ କ୍ଲାସ ଗୁଡ଼ିକର PDF ପାଇପାରିବେ। ଏବଂ ଆଉ ଗୋଟେ କ'ଣ କଥା ନା କମେଣ୍ଟ ତଳେ ବା PDF ତଳେ ଆପଣମାନେ ଆପଣଙ୍କର PDF ଦରକାର ସେସବୁ ମଧ୍ୟ କମେଣ୍ଟ କରି ଜଣାଇ ପାରିବେ। ତ ସମସ୍ତେ ଗୋଟେ ଲାଇକ୍ ଦିଅ, ସାଙ୍ଗମାନଙ୍କ ଭିଡ଼ିଓଟି ସେୟାର କର ଏବଂ ନିଶ୍ଚିତ ରୂପେ କମେଣ୍ଟ କର, ଯାହାଫଳରେ ମୋତେ ନେକ୍ସଟ ଭିଡ଼ିଓ ବନେଇବା ପାଇଁ ଇନ୍ସପାୟାର କରିଥାଏ। ସେଥିପାଇଁ କମେଣ୍ଟ ସମସ୍ତେ କର। ଓକେ।
ଆଉ କେଉଁ କ୍ଲାସ୍ ଦରକାର ବା କେଉଁ ପି ଡି ଏଫ୍ ଦରକାର କେମିତି କ୍ଲାସ୍ କରିବା ସେସବୁ ପାଇଁ ଗୋଟିଏ ଗୋଟିଏ କମେଣ୍ଟ କର। ଆଜିର କ୍ଲାସ୍ କେମିତି ଲାଗିଲା? ଥ୍ୟାଙ୍କ ୟୁ ଅଲ୍।